ମା ଆମେ ଆଲୋଚନା କରିବା ମାତୃରଚନାବଳୀ ଭାଗ 10 ଜ୍ଞାନ 238। ଜ୍ଞାନ 238 ପ୍ରଭୁ ଲେଖୁଛନ୍ତି, ଅତୀତର ଛାଞ୍ଚ ଗୁଡାକୁ ଭାଙ୍ଗି ପକାଅ, ମାତ୍ର ତାହାର ଅର୍ଜନ ଗୁଡ଼ିକୁ ଏବଂ ଭାବଟିକୁ ସୁରକ୍ଷିତ କରି ରଖ, ନହେଲେ ତୁମର ଆଉ ଭବିଷ୍ୟତ ବୋଲି ଆଦୌ କିଛି ରହିବ ନାହିଁ। ଜ୍ଞାନ 239। ବିପ୍ଳବ ଗୁଡ଼ିକ ଅତୀତକୁ ଖଣ୍ଡ ଖଣ୍ଡ କରି କାଟି ଦିଅନ୍ତି ଏବଂ ତାପରେ ତାହାକୁ ନେଇ ଏକ କଡ଼େଇ ଭିତରେ ପକାଇ ଦିଅନ୍ତି, ମାତ୍ର ଯୁଗେ ଯୁଗେ ସେଥିରୁ ଯାହା ଜନ୍ମ ଲାଭ କରିଛି ତାହା ହେଉଛି ନୂତନ ମୁଖା ସହ ସେହି ପୁରାତନ ଏସାଦ। ଜ୍ଞାନ 240। ପ୍ରଭୁ ଲେଖୁଛନ୍ତି, ଏହି ପୃଥିବୀରେ ହୁଏତ ମୋଟ କେବଳ ଅଧ ଡର୍ଜନ ବିପ୍ଳବ ସଫଳ ହୋଇପାରିଛି, ଅଧ ଡର୍ଜନ ବିପ୍ଳବ ସଫଳ ହୋଇପାରିଛି ଏବଂ ଏହି ଅଧ ଡର୍ଜନରୁ ମଧ୍ୟ ଅଧିକାଂଶ ବିପ୍ଳବ ପ୍ରାୟ ଗୋଟିଏ ଗୋଟିଏ ବିଫଳତା ପରି ପ୍ରତୀତ ହୋଇଛି। ତଥାପି କେବଳ ମହାନ ଏବଂ ଉଦାତ୍ତ ନାନା ବିଫଳତା ମଧ୍ୟ ଦେଇ ହିଁ ମନୁଷ୍ୟ ଜାତି ଆପଣାର ଅଗ୍ରଗତି ସାଧନ କରିଥାଏ। ଜ୍ଞାନ 238 ପ୍ରଭୁ ଯେତେ ଲେଖୁଛନ୍ତି, ଅତୀତର ଛାଞ୍ଚ ଗୁଡାକ ଭାଙ୍ଗି ପକାଅ, ମାତ୍ର ତାହାର ଅର୍ଜନ ଗୁଡ଼ିକୁ ଏବଂ ଭାବଟିକୁ ସୁରକ୍ଷିତ କରି ରଖ, ନହେଲେ ତୁମର ଆଉ ଭବିଷ୍ୟତ ବୋଲି ଆଦୌ କିଛି ରହିବ ନାହିଁ। ଦିଟା କନସେପ୍ଟ ଏଠି ଆପଣ ଦେଖିବେ ଏକାଠି ଯୋଡା ହେଇଛି। ପ୍ରଥମ କଥା, ଆମର କେତେ ଜଣଙ୍କର କେବଳ ଅତୀତକୁ ନେଇକିରି ଆମେ ଅତୀତରେ ଏହା ଥିଲୁ, ଆମେ ଅତୀତରେ ସେୟା ଥିଲୁ, ତାକୁ ଧରିକି କେବଳ ଗୌରବାନ୍ୱିତ ଗର୍ବିତ ଅନୁଭବ କରନ୍ତି, ବର୍ତ୍ତମାନ କିଛି କରନ୍ତି ନାହିଁ, ତାହେଲେ କୌଣସି ପ୍ରକାରର ଅଗ୍ରଗତି ହବାର ସମ୍ଭାବନା ଦେଖାନ୍ତି ଜୀବନରେ। ଆଉ ଗୋଟେ ହଉଛି ଯେ ଅତୀତକୁ ଯେତେବେଳେ ଧରି ରଖୁଛନ୍ତି ବା ଅତୀତକୁ ପୁରା ଛାଡି ଦିଅନ୍ତି, ଯଦି ଅତୀତକୁ ପୁରା ଛାଡିଦେଲ ତେବେ ପ୍ରୋବ୍ଲେମ କଣ, ଯେ ଭବିଷ୍ୟତ କାହାକୁ ବେଶ କରିକି ଚାଲିବ, ନିଜର ସ୍ଥିତି କୋଉଠି ଅଛି। ଯଦି ନିଜର ସ୍ଥିତି ନାହିଁ, ବର୍ତ୍ତମାନ ସିନାରିଓରେ ଦେଖନ୍ତୁ, ଇଭିନ୍ ଇଫ୍ ଭାରତ ବର୍ଷର ଯୋଉ କେତେ କେତେ ବିଜ୍ଞାନରେ, ଜ୍ୟୋତିଷ ଶାସ୍ତ୍ରରେ, ଗଣିତରେ, ସାହିତ୍ୟରେ କେତେ ଅଧିକରୁ ଅଧିକ ମହତ୍ୱ ରଖିଛି, କାଳଜୟୀ ରହିଛି ଏବଂ ଅନୁସନ୍ଧାନ ବି ଯିଏ କରିଛି କେତେ ତନ୍ନ ତନ୍ନ କରି ଅନୁସନ୍ଧାନ କରାଯାଇଛି ଏବଂ କେତେ ଅଧିକ ତଥ୍ୟ ଦିଆଯାଇଛି, ଯାହା ବର୍ତ୍ତମାନ ଯୋଉମାନେ ଧୀରେ ଧୀରେ ରିସର୍ଚ୍ଚ କରି ଦେଖୁଛନ୍ତି, ସବୁ ସେଇଗୁଡ଼ିକ ଯେମିତି ଆଉ ଥରେ ଆବିଷ୍କାର ହଉଛି। କିନ୍ତୁ ସେମାନେ କଣ କଲେ, ବର୍ତ୍ତମାନ ତାର ଯଦି ସେଇଟା ଯଦି ଆମେ ତାକୁ ପୁରା ଯେହେତୁ ଯେମିତି କହନ୍ତି ଅଣଦେଖା କରିଦେଲେ, ତାର ପରିଣାମ କଣ ହେଲା, ଭାରତ ବର୍ଷରେ ଯଦିଓ ଅତୀତଟି ଏତେ ଗୌରବାନ୍ୱିତ ଥିଲା ଏବଂ ଏତେ ସମୃଦ୍ଧ ଥିଲା, ଯେହେତୁ ତାକୁ ପୁରାପୁରି ଭାବେ ଜଳାଞ୍ଜଳି ଦେଇ ଦେଇ ଗୋଟେ ପାଶ୍ଚାତ୍ୟର ଯୋଉ ଛାଞ୍ଚରେ ତିଆରି ହବା ପାଇଁ ଆରମ୍ଭ କଲେ, ତେଣୁ ନିଜର ସ୍ଥିତି ହିଁ ରହିଲା ନାହିଁ, ନିଜର ସ୍ଥିତି ହିଁ ରହିଲା ନାହିଁ। ବର୍ତ୍ତମାନ ଏବେ ଦେଖୁଛନ୍ତି, ଆଜି ଆମେରିକାର ଗୋଟେ ଦବଦବା ଯେମିତି ବିଶ୍ୱରେ ସେ ଜବରଦସ୍ତ ରଖିଛି ଏବଂ ରୁଷିଆ ଆଉ ୟୁକ୍ରେନର ଯୋଉ ଯୁଦ୍ଧ ହଉଛି, କେବଳ କାରଣ ୟୁକ୍ରେନ ନାଟୋ ସହିତ ମିଶିବ ଏବଂ ଯଦି ନାଟୋ ସହିତ ମିଶିଗଲା ତେବେ ଆମର ଏସିଆ ମହାଦେଶରେ ସିଏ ଗୋଟିଏ ମାନେ ବିଦ୍ରୋହାତ୍ମକ ଏବଂ ଅସୁରକ୍ଷିତର ବାତାବରଣଟେ ତିଆରି ହେଇ ରହିବ। ତେଣୁ ରଷିଆ ସେଟା ଚାହୁଁନାହିଁ, କିନ୍ତୁ ସେଇ ଯୋଉ ସେମାନେ ଏଇ ଯୋଉ ନିଜର ପ୍ରତିପତ୍ତି ରଖିଛନ୍ତି ଏବଂ ଶିକ୍ଷା କ୍ଷେତ୍ରରେ ସବୁ କ୍ଷେତ୍ରରେ ସେ କହୁଛନ୍ତି ପାଶ୍ଚାତ୍ୟ ଆଗରେ ରହିଛି। ଯେହେତୁ ଆମେ ଆମର ଅତୀତଟାକୁ ପୁରା ଭାବରେ ଛାଡିଦେଲୁ, ତେଣୁ ନିଜର ସ୍ଥିତି ହିଁ ରହିଲା ନାହିଁ,
ତେଣୁ ଆମର ଭବିଷ୍ୟତ ବର୍ତ୍ତମାନ ପର୍ଯ୍ୟନ୍ତ ବି ଆଉ କାହାର ଯେମିତି ଲାଗୁଛି ତାଙ୍କର ଦୟା ଉପରେ ନିର୍ଭର କରୁଛି ଏବଂ ଆମେ ନିଜକୁ କମ ଅନୁଭବ କରୁଛୁ, ଦୁର୍ବଳ ଅନୁଭବ କରୁଛୁ, ଅସାମର୍ଥ୍ୟ ଅନୁଭବ କରୁଛୁ। ତେଣୁ ଏଇ ଯୋଉ ଦ୍ୱନ୍ଦାତ୍ମକ ସ୍ଥିତିରୁ ଯଦି ଉଠିବାକୁ ହବ ତାର ସମାଧାନ ଶ୍ରୀ ଅରବିନ୍ଦ ପୁରା ସ୍ପଷ୍ଟ ଭାବେ ଲେଖୁଛନ୍ତି ଯେ କେବଳ ଅତୀତ ଏମିତି ହେଇଥିଲା ମୁଁ ସେମିତି ହିଁ କରିବି, ତେବେ ବର୍ତ୍ତମାନ ସ୍ଥିତିରେ ତାହା ହେଇପାରିବ ନାହିଁ। ବର୍ତ୍ତମାନ ସ୍ଥିତିରେ ତାହାକୁ ଭାଙ୍ଗିବାକୁ ପଡିବ, କିନ୍ତୁ ସେଥିରେ ଯୋଉ ସାର ତତ୍ତ୍ୱ ଥିଲା, ଯୋଉଟା ତାର ମୂଳ ଭିତ୍ତି ଥିଲା, ସେଇ ମୂଳ ଭିତ୍ତିକୁ ଯଦି ମୁଁ ଅର୍ଜିଲି, ତେବେ ମୋର ଜ୍ଞାନର ପରିସର, ମୋର କାର୍ଯ୍ୟ କରିବାର ପରିସର, ମୋର ଯୋଉ ଅନୁଭବର ପରିସର, ଇଏ ସବୁ ଗୁଡାକ ଏତେ ବୃଦ୍ଧି ପାଇବ, ତା ଫଳରେ କଣ ହବ ନା ମୋର ବର୍ତ୍ତମାନରେ ମୁଁ ଉନ୍ନତତର କାର୍ଯ୍ୟ କରିପାରିବି, ତାହେଲେ ମୋର ଭବିଷ୍ୟତଟି ଅଧିକ ଉଜ୍ଜଳମୟ ହବ। ତେଣୁ ଆମକୁ ପ୍ରଭୁ ସେଥିପାଇଁ କହୁଛନ୍ତି ଯେ ଅତୀତର ଛାଞ୍ଚ ଗୁଡାକ ଭାଙ୍ଗି ପକାଅ, କିନ୍ତୁ ତାହାର ଅର୍ଜନକୁ ରଖ, ଭାବକୁ ସୁରକ୍ଷିତ କରି ରଖ, ତାକୁ ବେଶ କରିକିରି ବର୍ତ୍ତମାନ ନିଜକୁ କଣ କର, ସମୃଦ୍ଧ କରିବ। ନିଜର ସମୃଦ୍ଧି ସହିତ ହିଁ, ବର୍ତ୍ତମାନର ସମୃଦ୍ଧି ସହିତ ହିଁ ଭବିଷ୍ୟତ ନିର୍ଭର କରେ। ଯଦି ଠିକ ଓଲଟା ଆପଣ କରନ୍ତି, ତେବେ ଅତୀତକୁ ଜାବୁଡି ଧରିଲେ ବି କିଛି ଭବିଷ୍ୟତ ଉନ୍ନତି କରିପାରିବେ ନାହିଁ, କିମ୍ବା ଅତୀତକୁ ପୁରା ଭାଙ୍ଗିଦେବେ, କିଛି ବି ରଖିବେନି ପତା ନିଜର, ତାହେଲେ ଭବିଷ୍ୟତ ଆପଣଙ୍କର ବି ସେମିତି ସୁଦୃଢ ହେଇକି ରହିପାରିବ ନାହିଁ। ତେଣୁ ଅତୀତର ସେ ଯୋଉ ଅର୍ଜନ, ଯୋଉ ଅନୁଭବ, ଯୋଉ ଜ୍ଞାନ, ଯୋଉ ଭାବ, ଯୋଉ ଶିକ୍ଷା, ଏଠି ଯଦି ଆମେ ନିଜ ଜୀବନ କ୍ଷେତ୍ରରେ ଦେଖିବା, ଆମ ନିଜ ପର୍ସନାଲ ନିଜର ଆନ୍ତର ଅଗ୍ରଗତି ଭିତରେ ଦେଖିବା, ତେବେ ମୋର ଯୋଉ ଅସାମର୍ଥ୍ୟ, ମୋର ଯୋଉ ଦୁର୍ବଳତା ଅତୀତରେ ରହିଛି, ତାକୁ ନେଇକି ଯଦି ମୁଁ ବସି କାନ୍ଦି ବସିବି, ଏ ମୋ ଭଳିଆ ଅଯୋଗ୍ୟ କେହି ନାହାନ୍ତି, ମୁଁ ଅସମର୍ଥ, ମୁଁ କଣ ପାରିବି, ମୋ ଦ୍ୱାରା ହବ ନାହିଁ, ଇଏ ତ ଆଉ ଗୋଟେ ଦୃଷ୍ଟିରୁ ପ୍ରଭୁ ଲେଖୁଛନ୍ତି, ଇଏ ହଉଛି ଅହଙ୍କାରର ଆଉ ଗୋଟିଏ ରୂପ। କିନ୍ତୁ ତାର ପରିଣାମ କଣ ହବ? ହତାଶା, ନିରାଶା, ବିଷାଦ ନିଜ ଭିତରେ ଏମିତି ଘର କରି ରହିଯିବ ଯେ ଆମର ଅଗ୍ରଗତି ହେଇପାରିବ ନାହିଁ। ତେଣୁ ଜନ୍ମଟି ନଷ୍ଟ, ବ୍ୟର୍ଥ ଯିବ। କିମ୍ବା ଆଉ କେତେ ଜଣ ଅଛନ୍ତି ଯେ ମୁଁ ଏମିତି ଭଲ ଥିଲି, ମୋର ଏମିତି ମୁଁ ଇତ୍ୟାଦି ଇତ୍ୟାଦି, ଯୋଉଗୁଡାକ ନେଇକି କେବଳ ଗର୍ବ କରିବି, ବର୍ତ୍ତମାନରେ ନିଜକୁ ପ୍ରସ୍ତୁତ କରିବି ନାହିଁ ଭବିଷ୍ୟତ ପାଇଁ, ତେବେ ବି ଭବିଷ୍ୟତ ନଷ୍ଟ। ବର୍ତ୍ତମାନ କଣ କରିବେ? ଯେ ଅତୀତରେ ଯୋଉ ଦୁର୍ବଳତା ରହିଛି, ତା ଭିତରୁ କଣ କଣ ମତେ ଶିକ୍ଷା କରିବାର ଅଛି, ଅତୀତର ଅସାମର୍ଥ୍ୟତା, ସାମର୍ଥ୍ୟତା, ଯାହା ଯାହା ଘଟି ଯାଇଛି, ସେଇଟା ମତେ କଣ ନୂତନ ଶିକ୍ଷା ଦବା ପାଇଁ ଆସିଥିଲା, ମତେ ଭବିଷ୍ୟତ ଯିବା ପାଇଁ, ଭବିଷ୍ୟତରେ ପାଦ ଦେବା ପାଇଁ ଯୋଉ ଜ୍ଞାନ, ଯୋଉ ଅନୁଭବ, ତା ଭିତରୁ ମୁଁ ଅର୍ଜନ କରିକି ରଖି ସେଇ ଅନୁସାରେ କଣ କରିବି, ମୋର ବର୍ତ୍ତମାନଟାକୁ ତିଆରି କରି ଚାଲିବି, ତାହେଲେ ହିଁ ଭବିଷ୍ୟତ ମୋର ଅଗ୍ରଗତିଶୀଳ ବା ଉନ୍ନତିଶୀଳ ବା ସବୁବେଳେ ଆରୋହଣମୁଖୀ ହେଇ ହେଇ ଚାଲିବ। ଯଦି ନ କରନ୍ତି ତାହେଲେ ସରିଲା। ଅନେକ ସମୟରେ ଆମେ ଦେଖିବେ, ଆମେ କେବେ ଭୁଲି ଯାଉ ଯେତେ ଥର, ଆଉ ଏଗୁଡାକ ସେତିକି ନିଜ ଭିତରେ ଗୋଟେ ଦୃଢ ସଂକଳ୍ପ ନଥିଲେ ନିଜ ଭୁଲକୁ ଦେଖିବା, ନିଜ ଦୁର୍ବଳତାରୁ ଶିଖିବା ହୁଏ ନାହିଁ, ହୁଏ ନାହିଁ। ତେଣୁ ଯେ ଦୃଢ ସଂକଳ୍ପ କରି ରଖିବାକୁ ପଡିବ, ଅତୀତରେ ଯାହା ଯାହା ହେଇଛି ତା ଭିତରୁ ମୋର କଣ ଶିଖିବାର ଥିଲା, ମୁଁ ସେତେବେଳେ ଶିଖି ନାହିଁ, ଠିକ ଅଛି ଏବେ ତ ଶିଖିଯିବି, ଏବେ ତ ଶିଖିଯିବି, ଏବେ ବି ସମୟ ରହିଛି। ତେଣୁ ଆମକୁ ସେଇ ଅନୁସାରେ ପ୍ରିପେୟାର ହେବାକୁ ପଡିବ। ଇଏ ଗଲା ଜ୍ଞାନ 238। ଜ୍ଞାନ 239 ଆଉ 240 ରେ ପ୍ରଭୁ କହୁଛନ୍ତି, ବିପ୍ଳବ ଗୁଡିକ ଅତୀତକୁ ଖଣ୍ଡ ଖଣ୍ଡ କରି କାଟି ଦିଅନ୍ତି ଏବଂ ତାପରେ ତାହାକୁ ନେଇ ଏକ କଢେଇ ଭିତରେ ପକାଇ ଦିଅନ୍ତି, ମାତ୍ର ଯୁଗେ ଯୁଗେ ସେଥିରୁ ଯାହା ଜନ୍ମ ଲାଭ କରିଛି ତାହା ହେଉଛି ନୂତନ ମୁଖା ସହ ସେଇ ପୁରାତନ ଏସ।
ଯେତେବେଳେ ଜଣେ ବିପ୍ଳବ କରେ ବା ବିଦ୍ରୋହ କରେ ସେ କଣ ପାଇଁ କରେ ନା ଏଇଟା ଏମିତି ଖରାପ ଥିଲା ତେଣୁ ତା ବିରୁଦ୍ଧରେ ବିଦ୍ରୋହ କରନ୍ତି, ବିପ୍ଳବ କରନ୍ତି। ତାକୁ ଭାଙ୍ଗିବା ପାଇଁ କଣ କରନ୍ତି ବିଦ୍ରୋହ ବିପ୍ଳବ ତିଆରି କରନ୍ତି। କିନ୍ତୁ ସବୁ ସମୟରେ ଦେଖିବେ ଯିଏ ବିପ୍ଳବ ଯୋଉମାନେ ବିପ୍ଳବର ସୂତ୍ରଧର ଥାନ୍ତି ସେମାନଙ୍କର ଯଦି ଉଚ୍ଚତର ଚେତନାର ଅଭିମୁଖୀ ସେମାନେ ହେଇନଥିବେ ବା ହେଇନଥାନ୍ତି ସାଧାରଣତଃ, କାହିଁକି ତାର ପରିଣାମ କଣ ଘଟେ ତାଙ୍କ ପାଖରେ ସେ ସେଇ ଏକା କାମଟିକୁ କରନ୍ତି ଆଉ ଥରେ ନୂଆ କରି କରନ୍ତି, ନୂଆ ରଙ୍ଗ ଦେଇକି କରନ୍ତି, କିନ୍ତୁ ତାକୁ କୁହନ୍ତି ଯେ ମୁଁ ଆକୁ ସବୁ ଭାଙ୍ଗିଦେବି। ସେଥିପାଇଁ ଲେଖୁଛନ୍ତି ତାହା ହେଉଛି ନୂତନ ମୁଖା, କେବଳ ନୂଆ ମୁଖଟିଏ ହେଇଥାଏ କିନ୍ତୁ ସେଇ ପୁରାତନ ଯାହା ତାର ପଶ୍ଚାତରେ ଯୋଉ ଉଦ୍ଦେଶ୍ୟ ବା ଯୋଉ ଅବଜେକ୍ଟିଭ ଥିଲା ବା ଯାହାକୁ ଭିତ୍ତି କରିକି ତିଆରି ହେଇଥିଲା ସେଇ ଭିତ୍ତିରେ ହିଁ ସେମାନେ ଥାନ୍ତି। ଏବେ ଗୋଟେ କଥା ହଉଥିଲେ ଯେ ଆମର ଅର୍ଥନୀତି ବିଷୟ, ଅର୍ଥନୀତିରେ ଯେତେବେଳେ 7th ପେ 8th ପେ କମିଶନ ଲାଗୁ ହେଲା ସେତେବେଳେ ଯୋଉମାନେ ସରକାରୀ ଚାକିରି କରୁଥିଲେ ସେମାନଙ୍କର ଦରମା ପ୍ରାୟତଃ 2.5 ଗୁଣା 3 ଗୁଣା ଉପରେ ବଢିଗଲା। ସ୍ୱାଭାବିକ ଭାବରେ ଯଦି ମାର୍କେଟରେ ଯୋଉ ପରିବା ଯୋଉ ଜିନିଷ ଗୁଡିକ ଚାଷୀ ପାଖରୁ ଆସୁଛି ତାର ଯଦି ରେଟ୍ ନ ବଢିଲା ତେବେ କଣ ହବ, ସେମାନେ ଧନୀ ଲୋକମାନେ ଧନୀ ହେଇ ରହିଯିବେ ଏବଂ ଯୋଉ ଚାଷୀ ବା ଯୋଉ କୃଷକ ଯଦି ପରିବା ରେଟ୍ ଯଦି ନ ବଢିଲା ତେବେ ସିଏ ଯୋଉ ସ୍ଥିତିରେ ଥିଲା ବର୍ତ୍ତମାନ ଏମାନେ ଯେହେତୁ ବହୁତ ଉପରକୁ ଉଠିଗଲେ ତେଣୁ ଇଏ ପୁରା ଗରିବ ଭଳିଆ ରହିଯିବ। ତାମାନେ ଧନୀ ଗରିବ ଭିତରେ ପାର୍ଥକ୍ୟଟା ବଢିଯିବ। କିନ୍ତୁ ତଥାକଥିତ ବାମପନ୍ଥୀ ଦଳ ବା ଅନ୍ୟାନ୍ୟ ବା ଲେଫ୍ଟିଷ୍ଟ ସେ କଂଗ୍ରେସ ହଉ ବାମପନ୍ଥୀ ହଉ ବା ସେଇ ତାଙ୍କର ଯୋଉ ଗୋଷ୍ଠୀ ରହିଛନ୍ତି ଯୋଉ ଏକାଠି ହେଇଛନ୍ତି ଯୋଉମାନେ ସେମାନେ କହିଲେ ଯେ ମହଙ୍ଗା ହେଇଯାଇଛି, କିନ୍ତୁ ସେମାନେ କହନ୍ତି କଣ ଯେ ଧନୀ ଲୋକ ପାଖରେ ଅଧିକ ଧନ ନ ରହୁ ସମସ୍ତଙ୍କ ପାଖରେ ସମାନ ରହୁ, ସେଥିପାଇଁ ସେମାନେ ବିପ୍ଳବ କରନ୍ତି। କିନ୍ତୁ ସେ ବିପ୍ଳବଟା ବର୍ତ୍ତମାନ କଣ ହେଲା ବଜାରରେ ପରିବା ରେଟ୍ ବଢିଗଲା ବୋଲି ବିପ୍ଳବ କଲେ, କିନ୍ତୁ ବର୍ତ୍ତମାନ ପଶ୍ଚାତରେ ଯୋଉ ମୂଳ ଭିତ୍ତିକୁ ଚିନ୍ତା କରନ୍ତୁ, ତମର ମୂଳ ଭିତ୍ତି ଥିଲା କଣ, ତମେ କହୁଥିଲ ଯେ ସମସ୍ତେ ଯେପରି ଜଣେ ଧନୀ ଗରିବ ଭିତରେ ପାର୍ଥକ୍ୟ ଅଧିକ ନ ରହୁ ସମାନ ଭାବରେ ସେମାନେ ରୁହନ୍ତୁ। ବର୍ତ୍ତମାନ ତମେ ଯୋଉ ପରିବା ରେଟ୍ ବଢିଗଲା ବୋଲି ଯେତେବେଳେ ଆନ୍ଦୋଳନ କରୁଛ ଯେତେବେଳେ ବିପ୍ଳବ କରୁଛ ତମେ କଣ କଲ ତାହେଲେ ଧନୀ ଗରିବ ଭିତରେ ପାର୍ଥକ୍ୟଟାକୁ ବଢେଇ ରଖିବା ପାଇଁ ହିଁ ସାହାଯ୍ୟ କଲ। ଏଇଭଳିଆ ହୁଏ ଯେତେବେଳେ ବି ବିପ୍ଳବ ଯିଏ କରିଛନ୍ତି ଯେହେତୁ ସେମାନେ ଉଚ୍ଚତର ଚେତନାରେ ବସବାସ କରୁନଥାନ୍ତି ନିଜେ ହିଁ ନିଜର କଣ୍ଟ୍ରାଡିକ୍ଟ କରନ୍ତି, ନିଜର ଉଦ୍ଦେଶ୍ୟ ଯୋଉଥିପାଇଁ କରୁଥାନ୍ତି ତାକୁ ହିଁ ବିରୋଧ କରିକି କରୁଥାନ୍ତି। ଏବେ ଜଣେ ମତେ ବିରୋଧ କରୁଥିଲେ, କହିଲେ ଏଇ ଗୋଟେ ଘଟଣା ନେଇକି କହିଲେ ଯୋଉମାନେ ଅଂଶ ଗ୍ରହଣ କରିନାହାନ୍ତି ସେମାନଙ୍କର କଣ ଅଧିକାର ନାହିଁ ପୁରସ୍କାର ପାଇବା ପାଇଁ। ଇଏ ହଉଛି ନିଜର ଅବଜେକ୍ଟିଭକୁ ନିଜେ ନକାରାତ୍ମକ ଭାବରେ ବିରୋଧ କରିବା। ଆରେ ଯିଏ ଅଂଶଗ୍ରହଣ କରିନାହିଁ ସୁଯୋଗ ଦିଆଯାଇ ନଥିବ ଯଦି ତେବେ ଆପଣ କମ୍ପ୍ଲେନ ଅଭିଯୋଗ ଉଠେଇ ପାରନ୍ତି। ସୁଯୋଗ ଦିଆଗଲା, ବର୍ତ୍ତମାନ ମୋର ଯଦି ଇଚ୍ଛା ନାହିଁ ମୁଁ ସେଠି ପହଞ୍ଚିଲେ ନାହିଁ ତେବେ ମୁଁ କାହିଁକି ସେ ଜିନିଷ ପାଇବି, ମୋର କୋଉଟା ଆଉ ଅଧିକାର ରହିଲା ପାଇବା ପାଇଁ। ସବୁବେଳେ ସମ୍ବିଧାନର ଅଧିକାରକୁ ନେଇକି ଯେତେବେଳେ ସବୁବେଳେ ବିପ୍ଳବ କରନ୍ତି ସେତେବେଳେ କର୍ତ୍ତବ୍ୟକୁ ଭୁଲି ଯାଆନ୍ତି। ଏଠି ଚିନ୍ତା କରନ୍ତୁ ଯୋଉ ବିପ୍ଳବ କରୁଛନ୍ତି ଆପଣ ଦେଖିବେ ପୋଡା ରୁଜା ଭଙ୍ଗା ରୁଜା କରୁଛନ୍ତି, ତା ଦ୍ଵାରା କଣ କରୁଛନ୍ତି ସେମାନେ ସେଇ ଯୋଉ ଦ୍ୱନ୍ଦାତ୍ମକ ଯୋଉ ନିଚତା ସେଇଗୁଡାକ ହିଁ ତାପରେ ତାକୁ ନୂଆ ରୂପରେ ରଖୁଛନ୍ତି। ତେଣୁ ପ୍ରଭୁ କହୁଛନ୍ତି ଯେ ଅଧ ଡର୍ଜନ ବିପ୍ଳବ
ବିଫଳ ଅଧ ଡର୍ଜନରୁ ଅଧିକାଂଶ ବିପ୍ଳବ ବିଫଳତା ହେଇଛି। ଆଉ ପୃଥିବୀରେ ହୁଏତ ମୋଟ କେବଳ ଅଧ ଡର୍ଜନ, ପୃଥିବୀରେ ଅଧ ଡର୍ଜନ ବିପ୍ଳବ ସଫଳ ହେଇଛି, ଆଉ ଅଧିକ ବିପ୍ଳବ ହେଇଛି, ମାନେ ବିଫଳ ହେଇଛି। କାହିଁକି ନା ଏଇଟା ହଉଛି କଥା ତା ଭିତରେ। କିନ୍ତୁ କିନ୍ତୁ ଏଠି ଆମେ ମନେ ରଖିବା ଯେ ଯାହା ଚାଲି ରହିଛି, ଯଦି କେବଳ ସେଇଥିରେ, ଯୋଉଟା ଜ୍ଞାନ 238 କହିଲେ, ଯଦି ସେଇଥିରେ ବାନ୍ଧି ରହିବେ ତେବେ ଅଗ୍ରଗତି ହବ ନାହିଁ। ବିପ୍ଳବ ଦରକାର, କିନ୍ତୁ ତାହା ଊର୍ଦ୍ଧ୍ୱମୁଖୀ ସଂକଳ୍ପ ସହିତ ହବା ଦରକାର। ମାଙ୍କୁ ପ୍ରଶ୍ନ କରାହେଇଛି, ମହାନ ଏବଂ ଉଦାତ୍ତ ବିଫଳତା କହିଲେ ଶ୍ରୀରାମ ଏଠି କେଉଁ ଅର୍ଥରେ କହୁଛନ୍ତି? କାହିଁକିନା ସେ ଲାଷ୍ଟ ଲାଇନ କହିଲେ, ତଥାପି କେବଳ ମହାନ ଏବଂ ଉଦାତ୍ତ ନାନା ବିଫଳତା ମଧ୍ୟ ଦେଇ ହିଁ ମନୁଷ୍ୟ ଜାତି ଆପଣାର ଅଗ୍ରଗତି ସାଧନ କରିଥାଏ। ସେ ଯୋଉ ମହାନ ଏବଂ ଉଦାତ୍ତ ବିଫଳତା ମଧ୍ୟ ଦେଇ ଯୋଉ କହିଲେ, ସେଟା କଣ କହୁଛନ୍ତି? ଯୋଉଥିରେ କି ସଫଳତା ପ୍ରାପ୍ତ ହବ, ଅନ୍ୟ ସବୁ ବିଫଳ ହୁଏ। ମା ତାକୁ ବର୍ଣ୍ଣନା କରୁଛନ୍ତି। ମା କହୁଛନ୍ତି, କୌଣସି ଘଟଣାର ମହାନତା ଏବଂ ଉଦାରତା ବାହ୍ୟ ଜଡସ୍ତରୀୟ ସଫଳତା ଉପରେ ଆଦୌ ନିର୍ଭର କରନ୍ତି ନାହିଁ। ଲୋକ କିନ୍ତୁ ସେଇଟାକୁ ହିଁ ଯେହେତୁ ଦେଖିପାରନ୍ତି, ସେଇଟାକୁ ସେ ଖୋଜନ୍ତି ଯେ ବାହ୍ୟ ଜଡସ୍ତରୀୟ ସଫଳତା ମିଳୁଛି କି ମିଳୁନି। ଏବେ ଯେମିତି ଆମର ପରୀକ୍ଷା ସିଷ୍ଟମଟି, ଯଦି ସେ ମାର୍କ ନ ରଖିଲା, ତେବେ ପାଠ ପଢା ଭଲରେ ହେଇନାହିଁ, ମୋ ଛୁଆ ପାଠ ପଢିନାହିଁ ବା ଟିଚର ପଢେଇ ନାହାନ୍ତି, ସବୁ ଦୋଷ ହେଲା ସିଷ୍ଟମର ଏବଂ କାର୍ଯ୍ୟ। ଯଦି ସେ ବାହ୍ୟ ଯୋଉ ଜଡସ୍ତରୀୟ ସଫଳତା ସେ ପାଇନି, ମାର୍କ ପାଇନାହିଁ, କିନ୍ତୁ ସେମାନେ ଆକ୍ଚୁଆଲି ପରୀକ୍ଷା ସିଷ୍ଟମଟା ଯେ ଭୁଲ, ତାକୁ କେହି ଗ୍ରହଣ କରନ୍ତି ନାହିଁ। ପରୀକ୍ଷା ସିଷ୍ଟମଟା ଭୁଲ, କଣ ଭୁଲ ନା, ଆପଣ ଏଠି ଗୋଟେ ଥରେ କୋଶ୍ଚିନ୍ ପଢିଥାଏ, ଦେଖିକି ଆଶ୍ଚର୍ଯ୍ୟ ହେଲି। ବହିରେ ପଢା ହେଇଛି, ହରିଆର 3 ପୁଅ ଥିଲେ, ଲିଟରେଚର ସାହିତ୍ୟ। ପରୀକ୍ଷାରେ କୋଶ୍ଚିନ୍ ପଡିଛି, ହରିଆର କେତେ ପୁଅ ଥିଲେ? ସାହିତ୍ୟର ଅର୍ଥ କଣ? ଇତିହାସ। ସେଟା ତ ମୁଁ ଇତିହାସରେ ପଢିବି। ଇତିହାସ ମତେ କହେ ଯେ କେବେ କଣ ହେଇଥିଲା, କାହାର କଣ ହେଇଥିଲା, ତଥ୍ୟ ଗୋଟିଏ 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 ବିଟ୍ ବାଇ ବିଟ୍ ମନେ ରଖିବି। ବର୍ତ୍ତମାନ ମୁଁ ଯଦି ସାହିତ୍ୟ ପଢୁଛି, ହରିଆର କେତେ ପୁଅ ଥିଲେ ସେଇଟା ଗୁରୁତ୍ୱପୂର୍ଣ୍ଣ ନୁହଁ। ଗୁରୁତ୍ୱପୂର୍ଣ୍ଣ ହଉଛି ମୁଁ ଶବ୍ଦ ବ୍ୟବହାର କରିପାରୁଛି କି ନାହିଁ, ମୁଁ ଶବ୍ଦ ସଂଯୋଜନା ଶିଖିଛି କି ନାହିଁ, କୌଣସି କି ଘଟଣାକୁ ମୁଁ ମୋର ଯୋଉ ସାହିତ୍ୟରେ, ସେଇ ସାହିତ୍ୟରେ ପରିପ୍ରକାଶ କରିପାରୁଛି କି ନାହିଁ, ଏଇଟା ହଉଛି ସାହିତ୍ୟ। ଆପଣ ଯାଉଛନ୍ତି, ଏଇ ମଜା କଥାଟେ ମନେ ପଡିଲା, ମୋ ଅଜାକୁ ଆମ ସାନ ଭାଇ କହେ ଯାତାୟତ ବୁଢା। ଏଇ ଯାତାୟତ ବୁଢା ହେଲା କଣ ନା, ସେ ଘରେ ଥରେ ବସିଛନ୍ତି, ସେଇପଟରେ କୁକୁଡା ଖାଲି ଏପଟ ସେପଟ ହଉଛି। ତେଣୁ ସିଏ କହୁଛି, ଝିଅ ମାନେ ଆମ ବୋଉକୁ, ଝିଅ ଏଠି କୁକୁଡା ଟା କାହିଁ ଯାତାୟତ କରୁଛି? ଦେଖନ୍ତୁ କେତେ ଉଚ୍ଚାଙ୍ଗ ସାହିତ୍ୟ ସେ ବ୍ୟବହାର କରୁଛନ୍ତି, ଯାତାୟତ କରୁଛି ବୋଲି। କିନ୍ତୁ ଆମେ ବୁଝୁଛୁ କଣ? ଏପଟ ସେପଟ ହଉଛି। ସାହିତ୍ୟ କହୁଛି ଯେ ତମେ କୌଣସି ଏକ କଥାକୁ କେତେ ସୁନ୍ଦର ଭାବରେ ଏକ ସୃଜନଶୀଳତା ସହିତ ପରିପ୍ରକାଶ କରିପାରୁଛ। ଜଣେ ଲେଖିବ, ତୁଙ୍ଗ ଉତ୍ତୁଙ୍ଗ ଶିଖର ଚୂଳେ ମୋ ବାପା ବସିଛି, ମୋ ବାପା ବଇଛି। এইটা କଣ ହେଲା ନା, এইଟା ସାହିତ୍ୟିକ ଭାଷା ହିସାବରୁ ଦେଖିଲେ ଯେ ବ୍ୟବହାର କଲା ତୁଙ୍ଗ ଉତ୍ତୁଙ୍ଗ ଶିଖର ଚୂଳେ, ମାନେ କେତେ ସୁନ୍ଦର ଶବ୍ଦ ବ୍ୟବହାର କଲା, କିନ୍ତୁ ଶେଷ କଣ କଲା ଯେ ମୋ ବା ବଇଛି। ଏ ସବୁ ଏଇଠି କଣ ହେଲା ନା, ସାହିତ୍ୟ ପରିପ୍ରକାଶଟା ଠିକ ହେଲାନି। ଏଇଟା ହଉଛି ସାହିତ୍ୟ ଭିତରେ ଦେଖିବାର ଅଛି। ସିଏ କହିବ ଯେ ପିତାଶ୍ରୀ ଉପବେଶନ କରିଛନ୍ତି, ଇଏ ଯେମିତି ସାହିତ୍ୟର ଗୋଟେ ଧାରା ରହିଛି। ଯଦି ସେ ଲେଖୁଛି କଣ ନା ଲୋକ ସାହିତ୍ୟ ଲେଖିବ, ଲୋକ ସାହିତ୍ୟ ଲେଖିଲେ ଇଏ ତୁଙ୍ଗ ଉତ୍ତୁଙ୍ଗ ଶିଖର କହିଲେ ଇଏ ଆଉ ଲୋକ ସାହିତ୍ୟ ହବନି। ଲୋକ ସାହିତ୍ୟ ମାନେ ଆମେ ଭାଷାରେ କଣ କହୁଛୁ? ଆମେ କହୁଛୁ ପାହାଡ ଉପରେ ବାପା ବସିଛନ୍ତି, ଇଏ ହେଲା ଲୋକ ସାହିତ୍ୟ। ତେଣୁ ସାହିତ୍ୟ ଯେତେବେଳେ
अध्ययन कर साहित्य जो परिप्रकाश कर देखा दरकार ना ताधे देखिए जे हरियार केते पुओ थेला से रघुआर बाड़ी पटे कौन बसी ये गुड़ाक होची कौन सिस्टम ही प्रॉब्लम से पिलाटी तार साहित्य सृजनशीलता थिले मध्य जदि से रचना टी लिखुची वर्षा ऋतुर आरंभ करुची से जदि वर्णना करुची जे पूरा जलर स्रोत केमती बन्या पाखु धरा जो से बन्या पाखु आरंभ कला से घरे बसी बन्यार पानी आसी जाइए ताकू से सुंदर भाव वर्णना करुची यहीटा कहीं आसी ना वर्षा ऋतु आसीगला तापर से वर्षा ऋतु को आसूची वर्षा ऋतु आसीगला तेणु वर्षा जेहेतु है इत्यादि इत्यादि वर्णना कर कौन हो ना ना धारा लिखी नहीं आग लिखि था वर्षक 12 मास 6 ऋतु कहीं सेमती लिखिनी जीरो तेबे सेठी साहित्य परिप्रकाश जड़ स्तर रे जो भाया चाहूँगी से भाया न पाइले आम कहूँ से विफल यही भाव लोक यहीटा को देखती तेणु जो महान जो माने उदार माने महान एवं तार ऊर्ध्व को उदात्तता बाह्य जड़ स्तर सफलता पर निर्भर करे ना बर्तमान जदि साहित्यिक भाषा लिखियो जने बुझी पारला नहीं ता अर्थ कौन से भूल लिखी जने कहले जने लेखा पढ़िले कौन ये लेखा है मु बुझी पार एगुड़ा कौन एगुड़ा सब लेखा ये तमें न बुझी पारिला बोली सेटा कौन भूल लिखा है से एते उच्चांग साहित्य लेखा है जे सेटा एते महान हो जाइए जे मु बुझी पार ठीक अच्छे ता अर्थ से असफल नुह ता अर्थ से विफल नुह किंतु लोक कहती सेटा हूँ विफलता तेणु अनेक महानता कार्य बाहर को देखा जाएनी तो सेतेबेले जो सब भावस्रोत से घटनाटी को प्रेरित करी आनी थाए एवं लोक माने जो लक्ष्य को सम्मुख रे रखी तार पछरे जाउतांती सेगुड़िक ताहारी उपरे निर्भर करती जे आमे से जो कार्यटी करूचंती को उद्देश्य रखी करूचंती कौन पाई करूचंती यदि उद्देश्य स्पष्ट नहीं तेबे कौन हुए कार्यटी महानता किसी रहे ना सफलता कौन सी घटना को महान महान कर दिए ना यही धारणा आम भर काढ़ा पड़ो सफलता कौन सी घटना को महान कर दिए ना मात्र जावतीय कर्म साधन पछरे जो उद्देश्य रही है वो जो सब उदात भावना ताहाकु प्रेरणा जोगाई देउथांती ताहारी द्वारा ही गोटे घटना को महान बोली कहुए आपण कौन कले गोटे संगबद्ध होइछन अनेक लोक एकाठी होइछन मु कौन करछि सेटा एंती बढ़िया एग्जांपल सब थाए से गोटे जगह कौन है आमर थारे बढ़िया होइथिला गोटे थर स्पोर्ट्स होइथिला जे सबु मोटा लोक मान को ड्रिल करिया पे डका होची दौड़िया पे कहे जाऊना सी कौन करछि दौड़ना तो ठीक अच्छे तांकर प्रिय जिनस होची लड्डू सी दूर रे गोटे बड़ लड्डूटे देखे दौ तेणु से जेतक व्यक्ति मोटा लोक थे पूरा जोर सोर दौड़िकी गले से लड्डू खाया लोक देखुना प्रकृत ये लड्डू पे दौड़ी लोक देखले अरे एत मोटा लोक दौड़े अरे वाह कि सामर्थ्य से व्यक्तिर से डाकीदेला दौड़ी आइले सफलता प्राप्त हो गला किंतु सी दौड़ी पलैले आमे देखीदेलु दौड़ी गले आमे खुशी बाहर लोक खुशी सफल प्राप्ति किंतु सी दौड़ी गले जाइथिले कौन पे ना लड्डू पाई जाइथिले सेठी जाइकी लड्डू पाइबा पाई माड़गोल लगी खंडिया खाबरा ही रक्ताक्त है तेबे जो बाह्य सफलता जो प्राप्त करिसंती तार उद्देश्य कौन थिला यदि आपण न देखुचंती तेबे आपण को कार्य आदौ महान नुहे आदौ उदात्तता नुहे एवं सी सब बड़े विफलतार ही कारण आनीदे क्या बाहर को देखा जो जने कहले से बढ़िया संगठक केम संगठक ना एते लोक एकाठी करछि कि से ताकू कहिछि तमे जदि आसीओ ताले तमरो 500 टका एबे सब जो राजनीति रे कोन होछि राजनीति रे जो लोक सब एकाठी होछि कोन होछि
से माने जाइथिले लेबर परिश्रम करथांदे तांको आज मिलिथांदा 500 टंका ये घरे आसिकी खाइथां से कहले चलो सेठी खायाकू दिया हबो सबु करा हबो आउ प्लस तुम 1000 टंका दिया हबो नेकी जिबे आनी छाड़िबे खाली सेठी बसिबो पानी बोतल दिया हबो खायाकू दिया हबो सब दिया हबो सी कहले अरे खटिथिले 5 टंका पाइनी सेठी जिबी 1000 टंका पाइ पळेले कोन ना आमे एते लोक एकाठी करथि कि से लोक किछि जानନ୍ତି ना सेई एकाठी रो कोन मिलिबे उद्देश्य कौन अच्छी कस्मै देवा सब से ऑब्जेक्टिव कौन आम एकाठी कर देछु मु तांको कहिछि देखो तमे देख सार फिल्म देखिया नै आछन पांच चक्र बसचंदी बा गोटे महत्तर आलोचना हो आसी बसचंदी काम करछन सब करछन किन तापर तांको कोन कहली तमे आसो तमे आसिला परे नै जीवी फिल्म देखिया पई तमे जो फिल्म कहउतले से फिल्म नै जीवी जो कहउतले अमक जगह को नै जीवी से सेई लोभरे एठिके आसिले ताले उद्देश्य जेतेबेले मंद अच्छी सी एठी आसी बसिले आमे बेले बेले कौन करू धारणा दउथाउ जे चाह भी हो मां को कान कथा तो कान रे पड़ला किंतु मन रखंतु उद्देश्य जेतेबेले स्पष्ट नाही उद्देश्य जेतेबेले मंद उद्देश्य अच्छी से सब घटना को से उद्देश्य रे देखिबो तेणु एठी जो कहले सफलता कौन सी घटना को महान कर दिए नहीं जावतीय कर्म साधन पछरे जो उद्देश्य रही है ताहा ही ताकू महान करे ताहा ही ताकू प्रेरणा जोगाए यदि उद्देश्य मंद अच्छी तेबे से घटना महान नुही आपन कहबे किछि प्रभाव पड़िबनी एग्जांपल दे दो सुंदर एग्जांपल दे देखो आम पिला जेते बेले साइंस एग्जीबिशन पई प्रिपेयर होतांती वर्ष जाक आमर आगु प्रिपेयर होते सब बेले साइंस एग्जीबिशन में प्रिपेयर होती तांकर जहाँ क्यूरी थाए बुझंती छोट पिला तांकर नाही इम्यूनिटी विषय नाही रोग प्रतिरोधक विषय न थाए किंतु से माने जोग चली थाए तांकर आलोचना सी इम्यूनिटी विषय एते भितर पशिकी आलोचना बा तांकर एक्सपेरिमेंट चलै थांती बुझु थांती सी गोटे इंग्लिश फिल्म गोटे मूवी टे घरे देखिले आसी कहले भाई आमे जो इम्यूनिटी पढ़ुथिले से जो मूवी रो बढ़िया बढ़िया पोर्शन अच्छी जो पूरा आम इम्यूनिटी को खाप खाई जाऊँ कौन खाप खाई जाऊँ को फिल्म ना यही फिल्म डाउनलोड कले देखला कौन है ना बाहर आसुचंदी लोक अटैक करचंदी राजभवन चारिपटे आग केमती बाहर सुरक्षा बलय ताकू लड़ाई कर सी कहउछन सेटा को पूरा कौन करचंदी जहाँ इम्यूनिटी बुझुथिले रोग प्रतिरोधक क्षमता आम भीतर केमिति काम करे सेटा को जेहेतु तांको पश्चात रे थिला से जेतेबेले से फिल्म टा देखुचंदी सेई एंगल से फिल्म देखुचंदी कौन ना देखो बाहर आसी शत्रु अटैक कला बाहर किसी जिनस आसला आम आखि आग बंद हो जाए लुह बाहर स्किन आमको अटकाए से कहले देखो से जो अटैक कले जो कांथर राजमहल जो प्राचीर सृष्टि कर सी है स्किन एवं जो सैन्य सामंत रही ना बंधुक धरिकी सी होती किए से ना किए हूँ आखि भाया आखिर लुह कम कर किए से सब भिन्न भिन्न कहले नाकर श्लेष्मा भाया कम कर जोटा इम्यूनिटी थिला बर्तमान से फिल्म देखला बेलू फिल्म को से एंगल रे देखुं कहीं पश्चात रही इम्यूनिटी पाठटा तेणु उद्देश्य जो पश्चात जहाँ थाए बाहर को जो कम करती से माने से अर्थ रे देखती तेणु जार उद्देश्य मंद सी माँ को कथा शुणिले सी ता भीतर खोजिब जे केमिति आकु व्यवहार करी मु रोजगार करी आकु व्यवहार करी मोर मान सम्मान बढ़ेबी आकु व्यवहार करी मोर प्रतिपत्ति मोर क्षमता मोर अर्थ बढ़ेबी सी केबे मातृशक्ति वा मां को काम करिबा पई योग्य हबो नाही सेठी सी मां लेखुछन पूर्व हम पढ़िले लिखिछंती सेमानंक भीतर दे मां काम करि पारंती नाही काहेकि ना तांकर उद्देश्य थाए मंद बाहर से करंती गोटे काम सेटा तो होची छलना तेणु आमे जो कहूँ जहाँ आसी बसीगले कान पड़ो नाई जदि उद्देश्य आनी कौन पे ना कान पड़ा आउ कौन उद्देश्य रखी ना चल पाठचक्र बस माँ कथा शुणव तापर तुमको फिल्म देखा नहीं सी कौन हम ना मंद भितर जो उद्देश्य जेहेतु रही नीचता निम्नता निम्न प्रकृति तेबे भितर देखी भगवान काम करि पारिबे नाही एवं सेमाने सेई उद्देश्य रे ही तांको जीवन टाकू से माने परिचालित करि चलतिबे आपण चाहिले भी तांकर परिवर्तन करि पारे आमे देखुचंदी अनेक लोक जीवन शेष पर्यंत से माने परिवर्तन नहीं पारुनांती काहेना से माने आसीचंदी
ଭଗବାନଙ୍କ ପାଖକୁ ଆସିଛନ୍ତି, ମଠକୁ ଆସିଛନ୍ତି, ଧର ଯୋଉ ଆପଣ ଯେକୌଣସି ଧର୍ମର ହଉ, ମୁସଲିମ ମାନେ ହୁଅନ୍ତୁ, ଖ୍ରୀଷ୍ଟିଆନ ହୁଅନ୍ତୁ, ହିନ୍ଦୁ ହୁଅନ୍ତୁ, ଯିଏ ବି ହୁଅନ୍ତୁ, ସେମାନେ ଉଦ୍ଦେଶ୍ୟ ଯିଏ ମନ୍ଦ ରଖି ଆସିଛନ୍ତି, ସିଏ ଖାଲି ଖୋଜୁଥିବେ ଯେ କେମିତି ସେଥିରେ ତାଙ୍କର ସ୍ୱାର୍ଥ ସାଧନ। ସିଏ ବର୍ଷ ବର୍ଷ ଧରି ଠାକୁରଙ୍କ ପାଖରେ, ଭଗବାନଙ୍କ ପାଖରେ, ଆଲ୍ଲାହଙ୍କ ପାଖରେ, ଯୀଶୁଙ୍କ ପାଖରେ ରହିଥିଲେ ମଧ୍ୟ ସେମାନେ କେବଳ ନିଜର ସ୍ୱାର୍ଥ ସାଧନ କରନ୍ତି। ତେଣୁ ସେଇ ହବ ମହାନ। ତା ପୂର୍ବରୁ ସେ ଯୋଉ କହିଥିଲେ, ମନେ ପକେଇବେ ଆପଣ, ପୁରୁଣା ଯୋଉ ଜ୍ଞାନରେ ଥିଲା ଯେ ନିଚତା ଏବଂ ସ୍ୱାର୍ଥପରତା, ପ୍ରଭୁ ସେତେବେଳେ ତାଙ୍କୁ କହିଥିଲେ ଯେ ସେମାନଙ୍କୁ ବହୁତ କଷ୍ଟ ହୁଏ ତାଙ୍କୁ କ୍ଷମା ଦେବା ପାଇଁ। ୱାହ, ଥ୍ୟାଙ୍କ ୟୁ ଅଲ୍ ଓଭର।